ଆସିଗଲା ଲୋ ଆସିଗଲା ଲୋ ଆସିଗଲା ଲୋ ବହୁତ କିଛି ଚର୍ଚ୍ଚା ହଉଥିଲା କି ମୁଭି କ୍ୟାନସଲ୍ ହେଇଯିବ ଆଉ ଏ ମୁଭି ଆଉ କାହାକୁ ଅଫର୍ ହେଇଥିଲା ତ ସେମାନେ କୁଆଡ଼େ ଗଲେ ଭାଇଟି ଆସ କମେଣ୍ଟ ସେକ୍ସନରୁ ଆସ ଆଁ ଗୋଟେ ତ ୟୁଟ୍ୟୁବର ସେ ଲେଖିଦେଇଥିଲା କି ତା ପୋଷ୍ଟରେ କମ୍ୟୁନିଟି ପୋଷ୍ଟରେ ମୁଭି କ୍ୟାନସଲ୍ ହେବାକୁ ଯାଉଛି ଆଉ ସିମ୍ପାତି ଦେଇକି ହେଲା ମୁଭି କ୍ୟାନସଲ୍ ହେବାକୁ ଯାଉଛି ଆଉ ନ ହଉ ସେମିତିକା ଆଉ ମୁଭି ଆସିବରେ ପୁଅ ଜଲ୍ଦି ଆସିବା ରହ ଆଉ ଯେଉଁ ଯାହା ସବୁ ଯେଉଁ ନେଗେଟିଭିଟି ସ୍ପ୍ରେଡ୍ କରୁନଥିଲ ଦେଖିଦିଅନ୍ତୁ ଏଇ ପୋଷ୍ଟରଟା ଦେଖିଦିଅନ୍ତୁ ମନ ପୁରା ଭରିଯିବ ଏବେ ଲୁଚି ପଡ଼ିଯାଇଛି ଏବେ ଆଉ କିଏ ଦେଖାଯିବେନି ଯେଉଁମାନେ ଟ୍ରୋଲ୍ କରୁଥିଲେ ବାବୁସାନ ଭାଇକୁ କି ଫ୍ଲପ୍ ସ୍କ୍ରିପ୍ଟ ଫ୍ଲପ୍ ଷ୍ଟୋରି କିଛି ନ ଶୁଣୁ ଜଜ୍ କରୁଥିଲା ପୋଷ୍ଟରଟା କେମିତି ଲାଗୁଛି ଭାଇମାନେ ପୋଷ୍ଟରଟା ପୁରା ମନ ଭରିକି ଦେଖନ୍ତୁ ପୁରା 5 ଦିନ ପର୍ଯ୍ୟନ୍ତ ଦେଖନ୍ତୁ ଠିକ୍ ଅଛି ଟାଇଟେଲ୍ ଆନାଉନ୍ସମେଣ୍ଟ ଟିଜର୍ ବି ବହୁତ ଶୀଘ୍ର ଆସୁଛି ପୋଷ୍ଟରଟା ଦେଖିକି ମୁଁ ମୋ ଖୁସି ମାନେ ନିଜ ପାଖରେ ରଖିପାରିଲିନି ମୁଁ ଭାବିଲି ମୋ ସବସ୍କ୍ରାଇବର ମାନଙ୍କୁ ଜଣାଇଦେବା ଯେଉଁମାନେ ବି ଜାଣିନାହାନ୍ତି ଯାଆନ୍ତୁ ଜଲ୍ଦି ଜଲ୍ଦି ଯାଆନ୍ତୁ ବାବୁସାନ ଭାଇଙ୍କର ଇନଷ୍ଟା ଆକାଉଣ୍ଟ ଭିଜିଟ୍ କରନ୍ତୁ ଠିକ୍ ଅଛି ଅଫିସିଆଲ ପୋଷ୍ଟର ଆସିଯାଇଛି ଦେଖନ୍ତୁ ଆଉ ବହୁତ ସାରା ସେୟାର କରନ୍ତୁ ସେଇ ପୋଷ୍ଟରକୁ ଭାଇ ମସ୍ତ ଲାଗୁଛି ଭାଇ କ'ଣ ହେଇଛି ହେଟର୍ସ ମାନେ ଆଉ ଦେଖାଯିବେନି ଏବେ କିଛି ଦିନ ପର୍ଯ୍ୟନ୍ତ ଖାଲି ତ ଜଷ୍ଟ ପୋଷ୍ଟର ଗୋଟେ ଆସିଛି ଟାଇଟେଲ୍ ଆନାଉନ୍ସମେଣ୍ଟ ଟିଜର ବି ଆସୁଛି ଭାଇ ମାନେ ପୁରା ଦିନ ସାରା ଯାହା ୱେଟ୍ କରୁଥିଲେ ପୁରା ସମସ୍ତେ ଯେଉଁମାନେ ବି ମୋତେ ଦେଖୁଛନ୍ତି ସମସ୍ତେ କମେଣ୍ଟରେ ମୋ କମେଣ୍ଟ ଏଇ ଭିଡ଼ିଓର କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଓନ୍ଲି ୱାନ୍ ବାବୁସାନ ଠିକ୍ ଅଛି ଟାଇଟେଲ୍ ଆନାଉନ୍ସମେଣ୍ଟର ଟିଜରର ଅପେକ୍ଷା ରହିଲା ଅପେକ୍ଷାରେ ଅଛି ଠିକ୍ ଅଛି ସବସ୍କ୍ରାଇବ୍ କରନ୍ତୁ କରେଣ୍ଟ ନାହିଁ ହେଲେ ମୁଁ ଭିଡ଼ିଓ କରିଦେଲି ଭାଇ ଖୁସି ଖୁସି ତ ମେଟ୍ରୋଲ୍ କରିବ ନାଇଁ ପୋଷ୍ଟର ଦେଖିଦିଅ ପୋଷ୍ଟରଟା ଦେଖିଦିଅ ସବସ୍କ୍ରାଇବ୍ କରନ୍ତୁ ଭାଇ ଠିକ୍ ଅଛି।